ଆପଣମାନଙ୍କୁ ଏ ଘଟଣାରେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ଗୋଟେ ସତ ଘଟଣା। ଯଦି କେହି ମନାଲିରୁ ଲେହ ଯାଉଛି, ବାଟରେ ଏଇ ଜାଗାଟି ପଡ଼େ ଯେଉଁଠି ତାକୁ ପାଣି ବୋତଲଟିଏ, ବିଡ଼ି, ପାନ, ସିଗାରେଟ୍ ଦେବାକୁ ପଡ଼େ। ବହୁତ ଦିନ ତଳେ ଏଠି ଗୋଟେ ଟ୍ରକ୍ ଡ୍ରାଇଭର ନିଜ ଟ୍ରକ୍ର ଚକା ତଳେ ପଥର ଲଗାଲଗୁ ଚକାଟି ତା ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ସେ ସେଠି ମୃତ୍ୟୁବରଣ କରିଥିଲା। ଆଉ ସେ ରାସ୍ତାରେ ଯାଉଥିବା ଲୋକକୁ ସେ ସବୁବେଳେ ପାଣି ମାଗେ। ଲୋକମାନେ ଏହା ଜାଣିଲା ପରେ ଯିଏ ବି ସେ ରାସ୍ତାରେ ଯାଏ ତ ପାଣି, ବିଡ଼ି, ପାନ ଦେଇକି ଯାଏ, ନହେଲେ ତା'ର କ୍ଷତି ହୁଏ। ତେଣୁ ଆପଣ ଦେଖନ୍ତୁ, ଏଠି ଲକ୍ଷ ଲକ୍ଷ ପାଣି ବୋତଲ ପଡ଼ିଛି, ବିଡ଼ି, ପାନ ପଡ଼ିଛି। ଆଉ ଲୋକମାନେ ବି ଦେଖିଛନ୍ତି ପାଣି ବୋତଲ ଥୋଇ ଯାଇଥିବ, ଆସିଲା ବେଳକୁ ପାଣି କମିଯାଇଥିବ। ତେଣୁ ଏହା ଭୂତ ଏଠି ପାଣି ପିଏ। କିମ୍ବଦନ୍ତୀ ଅଛି, ଯଦି ଆପଣ କେବେ ମନାଲି ଲେହ ଯିବେ, ଏ ଜାଗାରେ ପାଣି ବୋତଲ, ବିଡ଼ି, ପାନ, ସିଗାରେଟ୍ ଦେବା ପାଇଁ ଭୁଲିବେ ନାହିଁ। ଆପଣମାନେ ଦେଖନ୍ତୁ, ଏ ଜାଗାଟାକୁ ଲକ୍ଷ ଲକ୍ଷ ପାଣି ବୋତଲ, ପାନ, ବିଡ଼ି ଏଠି ପଡ଼ିକି ରହିଛି।